ଆମେ ଏଆରଏମ୍ ସାର୍ଙ୍କୁ ଭେଟିକି ଗୋଟେ ଦାବିପତ୍ର ଜଣାଇଛୁ ଯେ ତାଳଚେର ପୁରୀ ଯେଉଁ ମେମୁ ଟ୍ରେନ୍ ଚାଲୁଛି ତାକୁ ପବିତ୍ରନଗର ପର୍ଯ୍ୟନ୍ତ ଷ୍ଟେସନ୍ କରିବା ପାଇଁ। ଏ ପବିତ୍ରନଗର ଷ୍ଟେସନ୍ ହେବା ଦ୍ୱାରା ତାଳଚେର, ପାଲହଡ଼ା, ଖମାର, କଣିଆ, ରେଙ୍ଗାଳି ପାଖାପାଖି 10,000 ରୁ 20,000 ଲୋକ ଉପକୃତ ହେବେ। ତେଣୁ ସେଠି 3 ବର୍ଷ 4 ବର୍ଷ ତଳେ ଗୋଟେ ଟ୍ରେନ୍ ଟ୍ରାଏଲ୍ ବେସିକ୍ରେ ଯାଇଥିଲା, ଆଜି ପର୍ଯ୍ୟନ୍ତ ଟ୍ରେନ୍ ଚାଲିନାହିଁ। ତେଣୁ କଣିଆବାସୀ ଏବଂ ପାଲହଡ଼ାବାସୀ ବହୁତ ମନ ଦୁଃଖ। 3 ବର୍ଷ ତଳେ ସ୍ୱପ୍ନ ଦେଖାଇଲେ ଏ କେନ୍ଦ୍ର ସରକାର। ଏଠିକାର ଯେଉଁ ଲୋକାଲ MP ଆଉ MLA ଅଛନ୍ତି, ଇଏ ରେଲୱେ ବିଷୟରେ ଏବଂ ଟ୍ରେନ୍ ବିଷୟରେ, ଷ୍ଟେସନ୍ ବିଷୟରେ କେବେ ପାର୍ଲାମେଣ୍ଟରେ ବିଧାନସଭାରେ କୌଣସି ପ୍ରକାର ଉଠାଉନାହାନ୍ତି। ଆଜି ଆମେ ଆସିବା ଦ୍ୱାରା ଷ୍ଟେସନ୍ ଯାହା ଖବର ନେଲୁ, ଏଥିରେ ସ୍ଥାନୀୟ ବିଧାୟକ ସାଂସଦଙ୍କର ଅପାରଗତା ଯୋଗୁଁ ଆଜି ଆମେ ତାଳଚେର ପଛଘୁଞ୍ଚା ଏବଂ ତାଳଚେରବାସୀ ଟ୍ରେନ୍ ଯାତ୍ରାରୁ ବଞ୍ଚିତ। ARM କହିଲି ସେ ତାଙ୍କର ହାୟର ଲେଭେଲ ସାଙ୍ଗେ କଥାବାର୍ତ୍ତା ହେବେ। ଏନେଇ ଆମେ ମଧ୍ୟ ମନ୍ତ୍ରୀକୁ ଗୋଟେ ଚିଠି ଦେଇଛୁ, ଦାବିପତ୍ର ଅଶ୍ୱିନୀ ବସୁଙ୍କୁ। यापर दिल्ली जाए गोटे डेलीगेट बैठू रेलवे मंत्री को। ये मैंने अभी आपका मेमोरेंडम रिसीव किया है। ये मैं डिवीज़न को ये अपना थ्रू प्रॉपर चैनल, एक्चुअली इस पर डिसीजन लिया जाएगा, वो हायर अथॉरिटी से लिया जाएगा, तो इसको मैं थ्रू प्रॉपर चैनल हायर अथॉरिटीज़ को पुटअप करूँगा। थैंक यू।